ନବ ଦମ୍ପତି ଯାହା ମନେ ରଖିବା କଥା, ପତ୍ନୀ ଭାବରେ ହେଉ କିମ୍ବା ପତି ଭାବରେ ହେଉ, ନିଜର ମତାମତ, ପସନ୍ଦ, ଚିନ୍ତାଧାରା, ପସନ୍ଦ ଓ ନାପସନ୍ଦକୁ କାହା ଉପରେ ଜୋର ଜବରଦସ୍ତ ଲଦି ଦେବା ଉଚିତ ନୁହେଁ। ଜୀବନଟା ହେଉଛି ସାଲିସ ଓ ବୁଝାମଣାର। ତେଣୁ ଏକ ସୁସ୍ଥ ବୁଝାମଣାକୁ ଭିତ୍ତି କରି ଅତୁଟ ବିଶ୍ୱାସ ଓ ପ୍ରଗାଢ଼ ଭଲ ପାଇବା ରଜ୍ଜୁରେ ଦୁହେଁ ଦୁହିଁଙ୍କୁ ବାନ୍ଧି ସେମାନଙ୍କର ଜୀବନ ପ୍ରବାହରେ ଆଗେଇ ଯିବା ଆବଶ୍ୟକ। ସନ୍ଦେହ ଏମିତି ଏକ ଜିନିଷ ଯାହା ଏକ ସୁଖୀ ଦମ୍ପତିଙ୍କ ଜୀବନକୁ ମଧ୍ୟ ନାରଖାର କରିଦେଇଥାଏ। ସନ୍ଦେହର ଘୁଣପୋକ ଥରେ ଖାଇବା ଆରମ୍ଭ କଲେ ତାହା ସହଜରେ ରୋକି ହୁଏ ନା। ତେଣୁ ଏହି ସନ୍ଦେହ କରିବା ଭଳି ହୀନ ପ୍ରବୃତ୍ତିରୁ ପ୍ରଥମେ ନିଜକୁ ମୁକ୍ତ କରନ୍ତୁ। ବାପ ଘରର ବଡ଼ିମା ଦେଖାଇ ଶାଶୁ ଘରର ଲୋକଙ୍କୁ ହେୟ ଜ୍ଞାନ କରନ୍ତୁନି, ବରଂ ନିଜକୁ ଏକ ସହନଶୀଳା ବହୁ ଭାବରେ ମଧୁର ବ୍ୟବହାର ଦ୍ୱାରା ସମସ୍ତଙ୍କୁ ଆପଣେଇ ନିଅନ୍ତୁ। ଦାମ୍ପତ୍ୟ ଜୀବନରେ ଛୋଟ ବଡ଼ ସମସ୍ୟା ତ ଆସିବ, ହେଲେ ସେଥିପାଇଁ ବ୍ୟସ୍ତ ବିବ୍ରତ ହେବା ଅନୁଚିତ। ବରଂ ସାମାନ୍ୟ କଥାରେ ଚିନ୍ତିତ ଧୈର୍ଯ୍ୟ ନ ହୋଇ ଧୀର ସ୍ଥିର ଭାବରେ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରନ୍ତୁ। ସନ୍ଥ କବି ତୁଳସୀ ଦାସଙ୍କ ଅମୃତବାଣୀ। ଏହି ଜଗତରେ 5ଗୋଟି ଅମୂଲ୍ୟ ରତ୍ନ ଅଛି, ତାହା ହେଲା ସାଧୁସଙ୍ଗ, ହରିକଥା, ଦୀନତା ଏବଂ ପରୋପକାର। ଯେଉଁ ବ୍ୟକ୍ତି ସଦା ସର୍ବଦା ପରଦାରାରତ, ସେହି ବ୍ୟକ୍ତି ଅନେକ ତୀର୍ଥ ଭ୍ରମଣ କରିବା ନ କରିବା ସହିତ ସମାନ। ସାଧୁ ଜନମାନଙ୍କର ସ୍ୱଭାବ ହେଉଛି ମନ, ବଚନ ଓ କର୍ମରେ ଅନ୍ୟର ମଙ୍ଗଳ କାମନା କରିବା। ତାହାର ମନ ମଧ୍ୟରେ ପରର ହିତ କାମନା ସର୍ବଦା ଜାଗରୁକ ଥାଏ। ଏ ସାରା ଜଗତରେ ତାର ଦୁର୍ବଳତା ବୋଲି କିଛି ନାହିଁ। ବିଦ୍ୱାନ ଲୋକମାନେ ଅନ୍ୟର ସ୍ତ୍ରୀକୁ ମାତା ପରି, ଅନ୍ୟର ଧନକୁ ବିଷ ପରି ଦେଖନ୍ତି। ଅନ୍ୟର କଲ୍ୟାଣ କରିବା ସବୁଠାରୁ ବଡ଼ ଧର୍ମ ଓ ଅନ୍ୟର ଅନିଷ୍ଟ କରିବା ସବୁଠାରୁ ବଡ଼ ପାପ। ଯେଉଁ ବ୍ୟକ୍ତି ପରଧନ ଅପହରଣ କରେ, ତାର ବହୁ ଧନ ଦାନ ନ କରିବା ସହିତ ସମାନ। ବର୍ଷା ଦିନେ ଛୋଟ ନଦୀ ଶୀଘ୍ର ଭରି ଯାଇଥାଏ ଓ ବନ୍ୟା କରିଥାଏ, ଯେପରି ଦୁଷ୍ଟ ଲୋକ ଅଳ୍ପ ଧନରେ ଉପକୃତ ହୋଇଥାଏ। ଯେଉଁ ବ୍ୟକ୍ତି ସର୍ବଦା ସୁବିଧାବାଦୀ, ତାର ଦୀର୍ଘାୟୁ ହେବା ନ ହେବା ସହିତ ସମାନ। ଗୋଟିଏ ଜାଗାକୁ ପ୍ରତିଦିନ ଗଲେ ସମ୍ମାନ କମି ଚାଲେ, କିନ୍ତୁ ଭଗବାନଙ୍କ ଦ୍ୱାରକୁ ପ୍ରତିଦିନ ଗଲେ ସମ୍ମାନ ବଢ଼ି ଚାଲେ। ଜୀବନର ଅଧା ବୟସ ପର୍ଯ୍ୟନ୍ତ ଟଙ୍କା ରୋଜଗାର କରାଯାଏ, ଏଥିଲାଗି ଶରୀର ଖରାପ ମଧ୍ୟ ହୋଇଯାଏ। ବାକି ଜୀବନ ସେହି ଟଙ୍କା ଶରୀରକୁ ଭଲ କରିବାରେ ବିନିଯୋଗ ହୁଏ। ନା ସେ ଶରୀର ବଞ୍ଚେ ନା ଟଙ୍କା। ଜୟ ଶ୍ରୀ ଜଗନ୍ନାଥ।